Hello friends, welcome all of you to our YouTube channel Ejonans. Today's hard work for better tomorrow. Friends, ଆଜି ହେଉଛି 21/5/2024 ତ ଆଜିର କିଛି ମୁଖ୍ୟ କରେଣ୍ଟ ଆଫେୟାର୍ସ ସହିତ ଆଜିର ଭିଡ଼ିଓଟି ଯେପରିକି ଆପଣ ଜାଣିଛନ୍ତି ଆପଣଙ୍କର SSB TGT ତଥା ଆପଣଙ୍କର OAVS TGT ପାଖେଇ ଆସୁଛି ଏବଂ ଅଲଗା ବି କମ୍ପିଟେଟିଭ୍ ଏକ୍ଜାମ୍ ସବୁ ଅଛି ତ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ କରେଣ୍ଟ ଆଫେୟାର ଗୋଟେ ମୁଖ୍ୟ ଟପିକ୍ ଯେଉଁଠି ଆପଣଙ୍କର ମାର୍କ ଫିଚିଂ ହେଇଥିବ ଏବଂ ବହୁତ ମାନେ ସମୟ ସାପେକ୍ଷ ମଧ୍ୟ ଆପଣଙ୍କର ଟାଇମ୍ ସେଭିଂ ସହିତ ତ ଲେଟ୍ ନଟ୍ କ୍ୱେଶ୍ଚନ୍କୁ ଯିବା where was the eco-friendly water treatment solution developed by Indian Institute of Petroleum and Energy କେଉଁଠାରେ ପ୍ରଥମ ଥର କ'ଣ ହେଇଥିଲା ହେଉଛି ଇକୋ ଫ୍ରେଣ୍ଡଲି ୱାଟର ଟ୍ରିଟମେଣ୍ଟ ସଲ୍ୟୁସନ୍ ଡେଭଲପ୍ କରାଯାଇଛି କାହା ଦ୍ୱାରା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ୍ ଆଣ୍ଡ ଏନର୍ଜି ନ୍ୟୁ ଦିଲ୍ଲୀ ବିଶାଖାପଟ୍ଟନମ ମୁମ୍ବାଇ ବେଙ୍ଗାଲୁରୁ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ହେବ ଆପଣଙ୍କର ବିଶାଖାପଟ୍ଟନମ ଠିକ୍ ଅଛି। ଏବେ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା କ୍ୱେଶ୍ଚନ୍ ନମ୍ବର 2କୁ। କ୍ୱେଶ୍ଚନ୍ 2 କହିଛି କ'ଣ ହ୍ୱେୟାର ଆର୍ ଦ ରେଡ୍ କୋଲୋବସ୍ ମଙ୍କିଜ୍ ପ୍ରାଇମେରଲି ଫାଉଣ୍ଡ ଆକର୍ଡିଂ ଟୁ ଦେୟାର ରିସେଣ୍ଟ ଷ୍ଟଡି। ତ ବର୍ତ୍ତମାନ କ୍ୱେଶ୍ଚନ୍ ଅଛି କ'ଣ ଏବେ ହାଇଲାଇଟ୍ ହେଇଛି ଗୋଟେ ଟ୍ରେଣ୍ଡିଂ ଅଛି ଗୋଟେ ନ୍ୟୁଜ୍ ଯେଉଁଟାକି ଆପଣଙ୍କ ରେଡ୍ କୋଲୋବସ୍ ମଙ୍କି ଆପଣଙ୍କର ପ୍ରାଇମେରଲି କେଉଁଠି ମିଳିଛି ରିସେଣ୍ଟ ଷ୍ଟଡି ଅନୁସାରେ ୟୁରୋପ ସାଉଥ ଆମେରିକା ଆଫ୍ରିକା ଏସିଆ। ତ ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ହେବ ଆପଣଙ୍କର ନିଶ୍ଚିତ ଭାବରେ ଆଫ୍ରିକା ଠିକ୍ ଅଛି। ଆଫ୍ରିକା ରହିବ ରାଇଟ୍ ଆନ୍ସର୍ ଯେଉଁଠିକି ଆପଣଙ୍କର ରେଡ୍ କୋଲୋବସ୍ ମଙ୍କି ପ୍ରାଇମେରଲି ମିଳିଛି। ପରବର୍ତ୍ତୀ ପ୍ରଶ୍ନ ଯିବା କ୍ୱେଶ୍ଚନ୍ ନମ୍ବର 3କୁ ହ୍ୱେନ୍ ଇଜ୍ ୱାର୍ଲଡ ଟେଲିକମ୍ୟୁନିକେସନ୍ ଆଣ୍ଡ ଇନଫର୍ମେସନ୍ ସୋସାଇଟି ଡେ ଅବଜର୍ଭ ଆନୁଆଲି। ଫ୍ରେଣ୍ଡସ୍ ଦେଖିଥିବେ ଆପଣ ଫରେଷ୍ଟ ଗାର୍ଡ଼ କିପରି ଡିଫିକଲ୍ଟ ବି ପକାଇଥିଲା କି ଗୋଟେ ସିଫ୍ଟର ଆପଣଙ୍କର ଡେଟ୍ ଗୁଡ଼ିକ ତେଣୁ ନିଶ୍ଚିତ ଭାବରେ ତ ମନେ ରଖିବାକୁ ପଡ଼ିବ ଆମକୁ ଡେଟ୍ ପ୍ରତ୍ୟେକ ଡେଟ୍ ସହିତ ଯେଉଁଟାକି ଇମ୍ପୋର୍ଟାଣ୍ଟ କିଛି ଅଛି ତ ଏଠି କହିଛି କି ହ୍ୱେନ୍ ଇଜ୍ ୱାର୍ଲଡ ଟେଲିକମ୍ୟୁନିକେସନ୍ ଏଜ୍ ୱେଲ୍ ଏଜ୍ ଆପଣଙ୍କର ଇନଫର୍ମେସନ୍ ସୋସାଇଟି ଡେ ଅବଜର୍ଭ କରାଯାଉଛି। ଆପଣ ଅପସନ୍ ଗୁଡ଼ିକ ହେଉଛି ମେ 15 ମେ 16 ମେ 18 ମେ 17। ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ହେବ ଆପଣଙ୍କର ମେ 17। ମେ 17 ହେଲେ ଆପଣଙ୍କର ୱାର୍ଲଡ ଟେଲିକମ୍ୟୁନିକେସନ୍ ଆଣ୍ଡ ଇନଫର୍ମେସନ୍ ଟେକ୍ ସୋସାଇଟି ଡେ। ଏବେ ଯିବା ଆମେ କ୍ୱେଶ୍ଚନ୍ ନମ୍ବର 4କୁ। କ୍ୱେଶ୍ଚନ୍ 4 କ'ଣ କହୁଛି ହ୍ୱାଟ୍ ସିଟି ଇଜ୍ ହାଇଲାଇଟେଡ୍ ଇନ୍ ଡିପି ୱାର୍ଲଡସ୍ ଇନାଗୁରେସନ୍ସ ଅଫ୍ ଇଟ୍ସ ଲାର୍ଜେଷ୍ଟ ଫ୍ରି ଟ୍ରେଡ୍ ୱେୟାର ହାଉସ୍ ଜୋନ୍ ଇନ୍ ଇଣ୍ଡିଆ। ତ ଫ୍ରେଣ୍ଡସ୍ ମନେ ରଖିବେ କ'ଣ ହେବ କ୍ୱେଶ୍ଚନ୍ଟି ଅଥରେ କହିବାକୁ ଚାହିଁବି କେଉଁ ସିଟି ଆପଣଙ୍କୁ ହାଇଲାଇଟ୍ କରୁଛି ଡିପି ୱାର୍ଲଡର ଇନାଗୁରେସନ୍ ଇଟ୍ସ ଲାର୍ଜେଷ୍ଟ ଫ୍ରି ଟ୍ରେଡ୍ ୱେୟାର ହାଉସ୍ ଜୋନ୍ କେଉଁଠି ଭାରତର ତ କେଉଁ ସିଟି ମୁମ୍ବାଇ ଦିଲ୍ଲୀ ଚେନ୍ନାଇ କୋଲକାତା। ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ରହିବ ଆପଣଙ୍କର ଚେନ୍ନାଇ। ଏବେ ପରବର୍ତ୍ତୀ ପ୍ରଶ୍ନ ଯିବା ତ ପରବର୍ତ୍ତୀ ପ୍ରଶ୍ନ ଯିବା ପୂର୍ବରୁ ଫ୍ରେଣ୍ଡସ୍ ରିକ୍ୱେଷ୍ଟ କରିବି ଯଦି ଆପଣ ଆମ ଚ୍ୟାନେଲକୁ ନୂଆକି ଆସିଛନ୍ତି ତ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ଆମ ସହିତ ଯୋଡ଼ି ରହିବେ କାରଣ ନିଶ୍ଚିତ ଭାବରେ ଆପଣଙ୍କର ଯାହା ବି ଅପକମିଂ ଏକ୍ଜାମ୍ ଆସୁଛି ତାହା ରିଲେଟେଡ୍ ନୋଟିଫିକେସନ୍ସ ଏଜ୍ ୱେଲ୍ ଏଜ୍ ଆପଣ ଯାହା ବି ଜିକେ ଜାଣିବାକୁ ଚାହୁଁଛନ୍ତି ସେଥିରେ ନିଶ୍ଚିତ ଭାବରେ ଆମ ଚ୍ୟାନେଲଟି ଆପଣଙ୍କ ପାଇଁ ହେଲ୍ପଫୁଲ୍ ରହିବ ବୋଲି ମୋର ଆଶା। ପରବର୍ତ୍ତୀ ପ୍ରଶ୍ନ ଯିବା କ୍ୱେଶ୍ଚନ୍ ନମ୍ବର 5କୁ by which year in India internet economy estimated to reach $1 trillion US। କେଉଁ ବର୍ଷ ସୁଦ୍ଧା ଭାରତର ଇଣ୍ଟରନେଟ୍ ଇକୋନୋମି ଏଷ୍ଟିମେଟ୍ କରାଯାଇଛି କେତେ ନା $1 trillion US 2025 2030 2035 2040 25 30 35 40 ତ କେତେ ବର୍ଷ କେଉଁ ବର୍ଷ ସୁଦ୍ଧା ମନେ ରଖିବେ 2030 ସୁଦ୍ଧା 2030 ସୁଦ୍ଧା ଭାରତର ଇଣ୍ଟରନେଟ୍ ଇକୋନୋମି $1 trillion US ହେବାକୁ ଯାଉଛି ଠିକ୍ ଅଛି। ଏବେ ଯାକ କ୍ୱେଶ୍ଚନ୍ ନମ୍ବର 6କୁ which company plans to invest Rs 600 crore in 2 ethanol plants। କେଉଁ କମ୍ପାନୀ ପ୍ଲାନ୍ କରିଛି କ'ଣ ଇନଭେଷ୍ଟ କରିବା ପାଇଁ କ'ଣ ଇନଭେଷ୍ଟ କରିବାକୁ କହୁଛି ନା ଆପଣଙ୍କର 600 crore ଦୁଇଟି କ'ଣ ଇଥାନଲ୍ ପ୍ଲାଣ୍ଟ ଆମ ରିଲାଏନ୍ସ ଇଣ୍ଡଷ୍ଟ୍ରି ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ନ୍ୟାୟର ଏନର୍ଜି ଠିକ୍ ଅଛି ନ୍ୟାୟରା ଏନର୍ଜି। ତ ରାଇଟ୍ ଆନ୍ସର୍ ହେବ ଫ୍ରେଣ୍ଡସ୍ ଆପଣଙ୍କର ନିଶ୍ଚିତ ଭାବରେ ଆପଣଙ୍କର ନ୍ୟାୟରା ଏନର୍ଜି କ'ଣ ହେବ ରାଇଟ୍ ଆନ୍ସର୍ ଯେଉଁଟାକି ଆପଣଙ୍କର କମ୍ପାନୀ ପ୍ଲାନ୍ କରିଛି କ'ଣ ଇନଭେଷ୍ଟ କରିବା ପାଇଁ 600 କୋଟି ଟଙ୍କା ଇନ୍ ଇଥାନଲ୍ ପ୍ଲାଣ୍ଟସ୍। ପରବର୍ତ୍ତୀ ପ୍ରଶ୍ନ ଯିବା ଆମେ ହୁ ହେଜ୍ ବିନ୍ ଆପଏଣ୍ଟେଡ୍ ଏଜ୍ ଦ ଆଡ଼ିସନାଲ୍ ଡିରେକ୍ଟର ଅଫ୍ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍। କିଏ କ'ଣ କରୁଛନ୍ତି ନା ଆପଏଣ୍ଟ କରୁଛନ୍ତି ଆଡ଼ିସନାଲ୍ ଡିରେକ୍ଟର ହୁ ହେଜ୍ ବିନ୍ ଆପଏଣ୍ଟେଡ୍ କିଏ ହେଇଛନ୍ତି ଆପଣଙ୍କ ଆଡ଼ିସନାଲ୍ ଡିରେକ୍ଟର ହିସାବରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ CBIର AYV କ୍ରିଷ୍ଣା ଆଣ୍ଡ N ଭେଣୁଗୋପାଳ। B ନମ୍ବର ଅପସନ୍ ଦେଇଛି RK ଶର୍ମା ଆଣ୍ଡ PK ଗୁପ୍ତା। C ନମ୍ବର ଅପସନ୍ ଦେଇଛି SL ବର୍ମା ଆଣ୍ଡ MK ପେଟେଲ। D ନମ୍ବର ଅପସନ୍ ଦେଇଛି GR ସିଂ ଆଣ୍ଡ TS ରେଡ୍ଡି। ଫ୍ରେଣ୍ଡସ୍ ମନେ ରଖିବେ ରାଇଟ୍ ଆନ୍ସର୍ ହେବ ଆପଣଙ୍କର AYV କ୍ରିଷ୍ଣା ଆଣ୍ଡ N ଭେଣୁଗୋପାଳ ଠିକ୍ ଅଛି। ଇଏ ଦୁଇ ଜଣ କ'ଣ ଅଛନ୍ତି ଯେଉଁ ବ୍ୟକ୍ତି ବିଶେଷ ସେ ଆପଏଣ୍ଟ ହୋଇଛନ୍ତି ଯେ ଆଡ଼ିସନାଲ୍ ଡିରେକ୍ଟର ଅଫ୍ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ CBI। ଆପଣ ଏଇଟା ଭୁଲ CID କହିବେନି ଏଇଟା CBI ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍ ନମ୍ବର 8କୁ with which country has Japan signed an agreement to develop hypersonic missile interceptors ଠିକ୍ ଅଛି। ତ ମନେ ରଖିବେ ଏଇଟା କ୍ୱେଶ୍ଚନଟି ମୁଁ ଅଲରେଡ଼ି ଆପଣଙ୍କୁ କହିଥିଲି
with which country has Japan signed an agreement to develop hypersonic missile interceptors? এটা फ्रेंड्स মনে রাখিবে রাইট आंसर হবে আপনার यूनाइटेड स्टेट्स ठीक अछि तो यूनाइटेड स्टेट्स हबो देखि देखन मन रखी तो এটা ऑलरेडी मु कहितली बोथे 2 दिन तळे कि ए क्वेश्चन आसीतिला कि आपणकर जापान एंड अमेरिका ठीक अच्छे जी कि आप 1945 कथा मन रखते जो हिस्ट्री आप पढ़ी थे कि अगस्ट 6 आउ गोटे अगस्ट 9 ये 2 दिन आप कौन होता ना हिरोशिमा एंड नागासाकी दुई सहर उपर बोम्बार्डमेंट होता न्यूक्लियर बोम्बार्डमेंट होता अमेरिका करथिला जोठी आज पर्यटन से काले घास उठुनी एटा आम शुणा पाँच आज पर्यटन लोक मैंने विकलांग अच्छा तो जार भयंकर प्रतिफलित देखा मिलूला किंतु सेते परे मध्य ताको भूलिकी एबे भाईचारा सहित जापान कौन कर अमेरिका सहित आगे चलला कौन डेभलप करने कहीं अमेरिका एंड जापान बोथ ही आम जानते शक्तिशाली देश दुईटी टेक्नोलोजिकली हाईली डेभलप्ड दुईटा कंट्री तो से हाइपरसोनिक मिसाइल कौन कर इंटरसेप्टर कर व्हिच इज ए गुड साइन फॉर ऑल ऑफ अस ठीक है एबे क्वेश्चन 9 को व्हिच कंपनी इज प्लानिंग ए 26,000 रुपी करोड़ investment in its automotive business over the next 3 years क्यों कंपनी इज प्लानिंग कर कौन ना 26,000 कोटी इन्वेस्ट करने ऑटोमोटिव बिजनेस ओवर द नेक्स्ट 3 ईयर किए टाटा मोटर्स M&M मारुति सुजुकी हुंडई मोटर्स फ्रेंड्स मन रखिए राइट आंसर होगा कौन ना M&M ठीक है M&M कंपनी आपंकर साइन कंपनी को प्लान कर 26,000 कोटी टका इन्वेस्ट करने ऑटोमोटिव बिजनेस ओवर द नेक्स्ट 3 ईयर्स ठीक है एवं क्वेश्चन नंबर 10 को फ्रेंड्स आशा करी आपने क्वेश्चन को नोट कर गोटे इंपोर्टेंट अच्छी इंपोर्टेंट प्राय सब अच्छी बहुत क्वेश्चन था तर मुझे 10 क्वेश्चन आपंकर जोटा कि मोस्ट इंपोर्टेंट तो ऑन व्हिच डेट इज द इंटरनेशनल डे ऑफ लिविंग टुगेदर एंड पीस ऑब्जर्व्ड एनुअली ऑन व्हिच डेट क्यों दिन आपंकर इंटरनेशनल डे कौन हम लिविंग टुगेदर माने एकत्र बासस्थान जो बास करने को केमी पीस मैं शांतिर सहित एकत्र बास करने इंटरनेशनल डे बोली पालन कराऊँगी वार्षिक भाव में क्यों दिन टी एप्रिल 16 मे 16 जून 16 जुलाई 16 फ्रेंड्स मन रखिए राइट आंसर रहा एप्रिल 16 ठीक अच्छे के आपंकर एप्रिल 16 ओके तो ये थी आज 10टी क्वेश्चन तो फ्रेंड्स जो 11 क्वेश्चन रहा आपंकर यहाँ सिक्किम स्टेटहुड डे यहाँ ऑलरेडी काली क्वेश्चन थिला तो यहाँ आपंकर ऑप्शन तो जानते ऑप्शन कौटा आंसर हम तो यहाँ आप कमेंट जनइबे राइट आंसर कौन रहिबो तो फ्रेंड्स गोटे सिली मिस्टेक होता टी जो 10 नंबर क्वेश्चन टी यहाँ आप इंटरनेशनल डे ऑफ लिविंग टुगेदर पीस यहाँ कही यहाँ आप एप्रिल 16 यहाँ आप मे 16 हम यहाँ मो भूल बस आपको सॉरी एप्रिल 16 कही सॉरी फॉर दिस तो आशा करी ये 10टी क्वेश्चन आप निश्चित भाव बेनिफिशियल रहिबो तो ये आम सहित जोड़ी रुहतु तो जी भल भिडियो भल लगे तो निश्चित भाव लाइक करेंगे तो चैनल की नुआ कैसे सब्सक्राइब करने आम सहित जोड़ी रहे तो थैंक यू थैंक्स फॉर वाचिंग हैव ए नाइस डे।